ଖରାପ ଆଚରଣ ବିଶୃଙ୍ଖଳିତ ଆଚରଣ କରୁଛନ୍ତି ତାଙ୍କୁ ପ୍ରଯୋଜକ ମାନେ ବୟକଟ କରିବେ ବୋଲି ଯାହା ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ତାକୁ ନେଇ କଣ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଯେ କଳାକାର ଆଚରଣ ଖରାପ କରୁଛି ତାକୁ ଯାତ୍ରାରୁ ବାଇକଟ୍ କରୁଛନ୍ତି। ଏଇଟା ଆମ କଳାକାର ପାଇଁ ବଡ଼ ଦୁଃଖର ବିଷୟ ଯେ ଆମ କଳାକାର ସଂଘ ଏକତ୍ରିତ ହେଇପାରୁନାହିଁ। ଯଦି ଆମ କଳାକାର ସଂଘ ଏକତ୍ରିତ ହୁଅନ୍ତେ, ଆମ କଳାକାର ଭାଇ ମାନେ ଏକତ୍ରିତ ହୁଅନ୍ତେ, ତାହେଲେ ଯେଉଁ ମାଲିକ ଆମ କଳାକାର ପ୍ରତି ବି ଆଚରଣ ଖରାପ କରୁଛି କଳାକାର ବି ସେ ଯାତ୍ରାକୁ ବାଇକଟ୍ କରିପାରିଥାନ୍ତେ। ସେଥିପାଇଁ ସେମାନେ ବାଇକଟ୍ କଲେ। ଆଉ ଯେଉଁ ଆପଣ କହୁଛନ୍ତି ଯାତ୍ରାରୁ ବାଇକଟ୍ କରିବାକୁ ସେମାନେ କିଏ? ଯାତ୍ରା ଆଜ୍ଞା ମୋ ବାପା ଜମାନାରୁ ମୁଁ ଦେଖି ଆସୁଛି। ମୁଁ ଜନ୍ମ ହେଇନଥିଲି ଯାତ୍ରା ଚାଲିଥିଲା। ସେତେବେଳେ ଯେଉଁମାନେ ମାଲିକ ଯେଉଁମାନେ ପ୍ରଯୋଜକ ଥିଲେ ଆମ ଅମଳରେ ନାହାନ୍ତି। ଆମ ଅମଳରେ ଯେଉଁ ପ୍ରଯୋଜକ ଅଛନ୍ତି ଆମ ପିଲାମାନଙ୍କ ଅମଳରେ ନଥିବେ। ଯାତ୍ରା ସେମାନେ ତିଆରି କରିନାହାନ୍ତି। ଯେଉଁ ଆପଣଙ୍କର ଯେଉଁ ମାଲିକ ସଂଘ ହେଇଥିଲା ପାକୁ ବାବୁ, ପବିତ୍ର ବାବୁ, କାଳିଆ ବାବୁ, ନାଣ୍ଡୁ ବାବୁ ଆଉ ଆଉ ଏବଂ ବିଭିନ୍ନ କ୍ଷେତ୍ରରେ ଯେଉଁ ଟୁନାବ ମାନେ ପ୍ରତ୍ୟେକ ସଂସ୍ଥାର ଯେଉଁ ଯାଇଥିଲେ ସେ ତାଙ୍କ ଅନୁଷ୍ଠାନରୁ ନରିଫଣ୍ଡାକୁ ବାଇକଟ୍ କରିଥିବେ। ଯାତ୍ରାରୁ ବାଇକଟ୍ କରିବା ପାଇଁ ସେମାନଙ୍କର ଅଧିକାର ନାହିଁ। ଯାତ୍ରା ସେମାନେ ତିଆରି କରିନାହାନ୍ତି। ଯାତ୍ରା ଆମ ପୂର୍ବପୁରୁଷରୁ ରହି ଆସିଛି। ସେମାନେ ସଂସ୍ଥା କରିଛନ୍ତି, କଳାକାରକୁ ନେଇକି ବେପାର କରୁଛନ୍ତି। ସେମାନେ ସଂସ୍ଥା କରିଛନ୍ତି, ତାକୁ ସଂସ୍ଥାରୁ ବାହାର କରିଦେଇ ପାରନ୍ତି। ଯାତ୍ରାରୁ ବାହାର କରିବାକୁ ସେମାନେ କିଏ? ଯାତ୍ରା କ'ଣ ସେମାନେ ତିଆରି କରିଥିଲେ କି ଆଜ୍ଞା? ଆମ ମୁହଁର ରଙ୍ଗ କ'ଣ ସେମାନେ ଦେଇଥିଲେ କି? ଆମ ମୁହଁର ରଙ୍ଗ ଆମକୁ ଭଗବାନ ଦେଇଛନ୍ତି। ଆମ ମୁହଁର ରଙ୍ଗ କେବଳ ଭଗବାନ ଛଡ଼େଇବ। ସେ ଛଡ଼େଇବାକୁ କିଏ? ଭଗବାନଙ୍କ ଆଶୀର୍ବାଦ ମୁଁ ତ ଗୋଟେ କଳାକାର ହିସାବରେ କହିବି ଯେ ନରୀ ନନା ଯେଉଁ ନ୍ୟାୟ ପାଇବା ପାଇଁ କହିଥିଲେ ମୁହଁର ରଙ୍ଗ ମାରିବେନି, ମୁଁ ଗୋଟେ ତାଙ୍କର ସାନ ଭଉଣୀ ହିସାବରେ କଳାକାର ହିସାବରେ କହୁଛି, ଅନୁରୋଧ କରୁଛି ନନାଙ୍କୁ, ନନା ଆପଣ 2025 ଆଉ 26-27 ନା 25-26 ପାଇଁ ମୁହଁରେ ରଙ୍ଗ ମାରନ୍ତୁ। ଏବଂ ଆପଣଙ୍କ ପ୍ରତି ଯେଉଁ ଅପମାନ ହେଇଛି ବିନା ନ୍ୟାୟରେ ଯେଉଁ ଆପଣଙ୍କୁ ବାଇକଟ୍ କରାଯାଇଛି ଆପଣ ଦେଖେଇ ଦିଅନ୍ତୁ। ବାଇକଟ୍ କରିବାକୁ ସେମାନେ ନୁହନ୍ତି, ସେମାନେ କେହି ନୁହନ୍ତି। ସେମାନେ ତାଙ୍କ ସଂସ୍ଥାରୁ ବାଇକଟ୍ କରିଦେଇ ପାରନ୍ତି। ଯାତ୍ରା ସଂସ୍ଥାର ଯାତ୍ରା କ'ଣ ସେମାନଙ୍କର ଆଜ୍ଞା? ମୋତେ ବାଇକଟ୍ କରୁନାହାନ୍ତି। ମୁଁ ତ ନାଁ ଧରିକି କହୁଛି। ଆପଣ ଯେତେ ଜଣ ସେଠି ଥିଲେ ଆପଣ କହିପାରିବେ ଛାତ୍ର ହାତ ଦେଇ ଗୋଟେ କଳାକାର ଯେତେବେଳେ ଗୋଟେ ପାର୍ଟିରେ ଏଗ୍ରିମେଣ୍ଟ କରେ କୌଣସି ମାଲିକକୁ ଲୁଚାଇନି, କେବଳ ପିୟୁଷ ଲୁଚେଇଥିଲା। କେବଳ ପିୟୁଷ ଲୁଚେଇଥିଲା। ଦିଟା ମାଲିକ ସାଙ୍ଗରେ ଖେଳ ଖେଳିଥିଲା। ପିୟୁଷକୁ ଛାଡ଼ିଦେଲେ କୌଣସି ଯାତ୍ରା କଳାକାର ଗୋଟେ ମାଲିକ ପାଖରେ ଯଦି ଏଗ୍ରିମେଣ୍ଟ କରିଥାଏ ଆଉ ଗୋଟେ ମାଲିକ ତାକୁ ପ୍ରସ୍ତାବ ଦିଏ, ସେଠି ସେ କହିଦିଏ ହଁ 5 ଟଙ୍କା ଜାଗାରେ 7 ଟଙ୍କା କୁହେ ପେଟ ପାଟଣା ପାଇଁ, କିନ୍ତୁ କୁହେ ମୁଁ ଏଇ ପାର୍ଟିରେ ଏଗ୍ରିମେଣ୍ଟ କରିଛି। ସେ ଯେତିକି ଜଣ ସେଠି ସଂଘରେ ବସିଥିଲେ, ମୋର ଗୋଟେ କଳାକାର ହିସାବରେ ସେ ମାଲିକ ମହୋଦୟ ମାନଙ୍କୁ ମୋର ପ୍ରଶ୍ନ ଯେ ସେମାନେ ତାଙ୍କ ଛାତିରେ ଜଗନ୍ନାଥକୁ କୁଣ୍ଡିକି ହାତ ଦେଇ କହିପାରିବେ ସେମାନେ କେବେ ଆଉ ଗୋଟେ କଳାକାରକୁ ପ୍ରସ୍ତାବ ଦେଇନାହାନ୍ତି ଯେ ତୁ ପଇସା ଫେରେ ଦେ ମୁଁ ଅଛି? କାହିଁକି କୁହନ୍ତି? ତାଙ୍କର ମୁରବୀ ପଣିଆ ଠିକ ନଥିଲା, ତାଙ୍କ ମାଲିକ ଭାଇଚାରା ଠିକ ନଥିଲା। ଆଜି କୁଳାକୁଳି ହେଇକି ଭାଇଚାରା କରିଦେଲେ। କେତେ ଦିନ? ମୁଁ ଆଜ୍ଞା 20 ବର୍ଷ ଯାତ୍ରାରେ ରହି ଆସିଛି। ମୁଁ ବି ସଂଘ ଥିଲାବେଳେ ଦେଖିଛି ଗୋଟେ ମାଲିକ କ୍ଲିୟରାନ୍ସ ଦେଲେ ଆଉ ଗୋଟେ ମାଲିକ ନିଅନ୍ତିନି। ତା ଭିତରେ ବି ଲଢ଼େଇ ଚାଲେ। କଳାକାର ପାଇଁ ପାର୍ଟି, କଳାକାରକୁ ଲୋକ ଦେଖନ୍ତି। କଳାକାର ଯୋଉଠି ନାଚିବ ସେଇଠି ଯାତ୍ରା ହବ। ନାଇଁ ଲୋକପ୍ରିୟତା ଅଧିକା ହଉ ବି କମ ହଉ, ମୋର ଜଣେ ଥିଲେ ଆପଣଙ୍କର 5 ଜଣ ଥିବ। ଯାତ୍ରାଟା କଳାକାର କରନ୍ତି, ସଂସ୍ଥା ସେ କରିଛନ୍ତି। ଯାତ୍ରା ଆମେ କରୁଛୁ, ଆମକୁ ନେଇକି ସେ ସଂସ୍ଥା ଚଳୁଛନ୍ତି। ସେ ଆମକୁ ନେଇକି ବେପାର କରୁଛନ୍ତି, ଯୋଉ 2 ପଇସା ବେପାର ନେଉଛନ୍ତି ଆମକୁ ଦଉଛନ୍ତି। ଯଦି କରୁ ଦେଇଥାନ୍ତେ, କରୋନାରେ ଯେତେବେଳେ ଯାତ୍ରା ବନ୍ଦ ହେଇଗଲା କୋଉ ମାଲିକ ଆମକୁ ତ 5 ଟଙ୍କା ଦେଇଛନ୍ତି ପେଟ ପୋଷିବା ପାଇଁ? ଦେଇଛନ୍ତି କି? କହିପାରିବେ କି? କୌଣସି କଳାକାର ଯେ ପାର୍ଟିର 40 ବର୍ଷ 30 ବର୍ଷ ଅବଦାନ ଦେଇ ସାରିଲା ପରେ ଘରେ ରହିକି ତା ଗୋଡ଼ ତ ମାଗିছে, କୋଉ ମାଲିକ ଯାଇକି ସେଠି ସହାୟତା କରିଛି କି? ଆମ ଗୋଡ଼ ହାତ ଚାଲୁଛି, ଆମେ ଖଟୁଛୁ, ଆମ ପାରିଶ୍ରମିକ ଆମକୁ ମାଲିକ ମାନେ ଦଉଛନ୍ତି। ଆଜି ମୁଁ ଏ କଥା କହୁଛି, ମତେ କାଲି ବାଇକଟ୍ କରିଦଉନାହାନ୍ତି ଆଜ୍ଞା? ମୁଁ ହସି ବାଇକଟ୍ ହେଇଯିବି, କରନ୍ତୁ ମତେ ବାଇକଟ୍। ମୁଁ ତ କହୁଛି। ଆଉ ଯୋଉଟା ନ୍ୟାୟ କରାଗଲା ଯେ ଆଚରଣ ଖରାପ, କାହିଁକି ଆଚରଣ କଲା? ପିମ୍ପୁଡ଼ି ଉପରେ ଗୋଡ଼ ପକେଇଲା ଆଜ୍ଞା, ପିମ୍ପୁଡ଼ି କାମୁଡ଼ି ଦଉଛି। ନରିପଣ୍ଡା 52 ବର୍ଷ ହେଲାଣି, ଯାତ୍ରା ପାଟେ 30 ବର୍ଷ କି 40 ବର୍ଷ ମୁଁ ଜାଣିନି କେତେ ବର୍ଷ ହେଇଥିବ। ଆଜି ପର୍ଯ୍ୟନ୍ତ ତ କୋଉ ମାଲିକ କୋଉ ଶୋଧନ ଦେଲା? ମାଡ଼ ଖାଇଛି ବୋଲି ସୁଧିଲା। ମାଡ଼ ଖାଇଛି, ବହୁତ ଟେନସନରେ ଅଛି, ବହୁତ ଦୁଃଖରେ ଅଛି, ସମ୍ମାନ ତାର ହାନି ହେଇଛି, ସେଥିପାଇଁ ସେ ସୁଧିଲା। ସେକେଣ୍ଡ ଭୁଲ ପର୍ଯ୍ୟାୟରେ ଆପଣ ଡିସିସନ ନେଇଗଲେ, ଦଣ୍ଡ ବିଧାନ କରିପାଇଲେ। ପ୍ରଥମ ପର୍ଯ୍ୟାୟ ଭୁଲକୁ କ'ଣ ପାଇଁ ଥାନା ଉପରେ ଛାଡ଼ିଦେଲେ, ଆଇନ ଉପରେ ଛାଡ଼ିଦେଲେ? ତାହେଲେ ସୁଧିବାଟା ଆଇନ ଉପରେ ଛାଡ଼ିଲେନି କାହିଁକି? ଜଣେ ମାରିଛି, ଜଣେ ସୁଧିଛି। ଯଦି ମାରିବାଟାକୁ ଆଇନ ଉପରେ ଛାଡ଼ିଲେ, ସୁଧିବାଟାକୁ ଆଇନ ଉପରେ କାହିଁ ଛାଡ଼ିଲେନି? ଦୁଃଖର ବିଷୟ ଯେ ଏଇଟା ଆମ କଳାକାରଙ୍କ ପାଇଁ ଗୋଟେ ଶକ୍ତ ଚାପୁଡ଼ା
जे तांकर गोटे मालिक को जदि व्यवहार खराब होउची आज पर्यंत मालिक संग ही पानतला ही पारथला कि ना गोटे कलाकार गोटे मालिक को सुदिला बोली आज कलाकार मालिक मानकर संग हो गला एवं तांको भाईचारा भितर कलाकार को बाइकआउट करदेले किंतु आमर एपर्यंत यात्रा कलाकार हो पारु ताले आम यात्रा कलाकार भी सेठी प्रति स्वर उठेबा कथा आम कलाकार को जो माड़ ठीक ना भूल जदि होची भूल ताले कौन पे बाबू कहले जे मोर होटेल सीसी कैमेरा लगी से तो प्रथम कही पार्ता आगे मु माड़ मारिनी से मिछ कहूँ जदि सीसी कैमेरा लगी सीसी कैमेरा फुटेज पर्यंत आसुनी कहीं सामना जदि से तदंत आईन पर छड़ा गला सुधिबाटा भी आईन पर छाड़ी था 5 जन कौन पे एकाठी गले से तो 5 जन को सुधी नथिला ना ଏବେ ପ୍ରଶ୍ନ ହେଇଯାଇଛି ମାନେ ପ୍ରତ୍ୟେକ କଳାକାର ଏବେ ମାନେ ମିଡିଆ ସାମ୍ନାକୁ ଆସିବାକୁ ଡରୁଛନ୍ତି କଣ ରିଜିନ୍ ଏଇ କାଳେ ଚାକିରି ପଳେଇବ निश्चित ପେଟ ପାଟଣା କଥା ଅଛି ସେଥିପାଇଁ ନା କାହିଁକି ଏତେ ବଡ ସାହସ ଆପଣ କେମିତି କରୁଛନ୍ତି मु साहस आज्ञा मु सत्य क्षेत्र में साहस करे आज को यात्रा देखंतु जते बेले आमे पार्वती रे थिलु पार्वती रो आमे धरिथिलु कोणार्क पार्टी पई पैसा सेते बेले मोर बाहागर न थाए मु बाहे के कोणार्क जीवी सेते बेले पार्वती पार्टी जते छुट्टी हैला समस्त विदा कर साला परे मो स्वामी मनोज कुमार भूया जी तांको गोटे घर भितर पुरई देले आपण जदि 14 वर्ष तलर कौन पेपर देखिए किंबा से केस को रिओपन करेंगे आपण जानी पारिबे कलाकार प्रति अत्याचार हुए कि ना तांको कांधरे बंदूक थोई देकी तांको मोबाइल छड़े नहीं कि तांको जबरदस्ती एग्रीमेंट कर आईला सेते बेले मु रही जाइथिली कटक भुवनेश्वर मो बापा को स्ट्रिक्टली कही देइथिली जदि सी न छाड़ती मो बाहागर जदि न हुए मु घर को फेरबी मो बापा आम बालेश्वर जी एमएल पाखे जा पहुँचिकी कांदी बालेश्वर एसपी फोन करते जगतसिंहपुर एसपी को जगतसिंहपुर एसपी खबर देते कलाकार को कौन बांधिकी रखीच ताको तुरंत छाड़ हुए यात्रार हुए आमे कही पारिबानी हुए एवं कलाकार भी बेईमानी करती किंतु कलाकार बेईमानी करिया पछरे मालिक मानकर की भी हाथ मालिक मानकर ही हाथ गोटे मालिक जदि एग्रीमेंट करता गोटे मालिक निए कहीं पचानु तेणु मु आज पर्यंत जतिक दिन यात्रा अच्छी मु मो सत कहीकि बंची स्वाभिमान बंची जतिक दिन बंची यात्रा स्वाभिमान बिकिकी मु बंची तेणु सत कहबार मोर साहस अच्छी आगो को रहिबो मते बाइकआउट कले दुख ना मुझे रंग मारिबा को चाहिए ड्रामा भी रंग मारि ड्रामा भी रंग मारि पारि कारण रंग मो मुहर भगवान देइछथि भगवान छड़ेबे कई छड़े पारे जे भगवान छड़े नहीं कोरोना देते कौन सी मालिक चाहिए आम मुहर रंग दे पारे कि पुणी भगवान चाहिए आम मुहर रंग मारिलु सेमती भगवान छड़ेबे से मुझे साहस कर सत्य धर्म थाए मुझे जानी सत्य धर्म विलंबर हुए जय ही हुए सत कथा सदा बेले प्रकाश करती मन में भय आसेनी जमा भय आसे मत मिथ्या कहले भय आसे मु मिछ कहले रात शोई पारे आज्ञा मो विवेक मत क्वेश्चन करे एटा कहटा कौन तो ठीक थिला एटा कहली मुझे सत कह तो सत कह आम नाटक एक्टिंग करुचु नाटक जो दृश्य आम लोक शिखौचु आम केमी मिछर सारा नु मो प्राय नाटक मोर गोटे डायलॉग थाए लेखा सत कहवाक क्या डरबी सत कही पचे मल्ले मरबी जदि ए कथा ए वाक्यटा सत्य ताले सत्य कहवाक मु डरबी कहीं उद्दनी सीता जो चरित्र अच्छी उद्दनी सीता रूप देखिले ना कौन नहीं कौन से रूप न देखो तो मो भितर जो कलाकार पणिया मो आत्मा को जोड़ा ठीक लगे मुझे कहली उद्दंडी नुह कि ये नुह मु आपण जाकि मो बापा को पचारि पारती मो घरे पचार मु जहाँ कहे मुँह पर कहे सत कहे यात्रा भी बहुत कलाकार मत आगपटे शत्रु कहते पछरे भी कहते नमित जहाँ कह फेस टू फेस स्ट्रेट तेणु मोर मु जानी सत्य केबे प्रशंसा न थाए सब बेले निंदा थाए मु निंदा को ग्रहण करी मु जानी ए बाइट पर मत हुए तो बहुत किसी कमेंट आसपे मु कम भल कमेंट आशारे भी मु भल कथा कहि मत जोटा ठीक लगे मु कहि सत्य कहीके जब मु निंदा पाइबी से निंदा को भी मु हसी हसी ग्रहण करी गुंडा नमिता जोड़ी हिसाब रे अनेक दर्शक प्रशंसा चाहूँ तो से बजाय रही ना आउ किछि भाबुचंती दर्शक किछि आ प्रति मोह तुटै देलेन कि जमा नु देखंतु मु सोशल मीडिया को पसंद करेनी आपण जहाँ भी कहतु कहीं ना सोशल मीडिया रे देखो आइटम काल को सब बैड कमेंट आसुची किंतु स्टेज ऊपर चढ़िले सब ताली मारुछन ताले कोन वास्तव कौन
ବାସ୍ତବ ଆମେ ବାସ୍ତବକୁ ନେଇକି ଚାଲିବା ଏଇଟା ବାସ୍ତବ ମୋ ପାଖରେ 5 ଜଣ ଘେରିଛନ୍ତି ମତେ ଅପା ଭଲ କରୁଛ କି ଭାଉଜ ଭଲ କରୁଛ କି ନମିତା ମ୍ୟାଡାମ ଭଲ କରୁଛ ସେଇଟାକୁ ନେଇ ବାସ୍ତବ ଫେସବୁକରେ କିଏ କଣ ଦେଇଦେଲା ସେଇଟା କଣ ଆଜ୍ଞା ଆଜି ଗୋଟେ ସୁନ୍ଦର ମେସେଜ ଦେଇଛନ୍ତି ଦେଖୁଥିଲି ପଢୁଥିଲି ବହୁତ ସୁନ୍ଦର ମେସେଜ ଚିନ୍ତାଧାରା କେତେବେଳେ ଆସେ ମୁଁ ବହୁତ ଜିନିଷ ଶୋଇଲା ବେଳେ ଚିନ୍ତା କରେ ଆଉ ଶୋଇଲା ବେଳେ ଆଖି ବୁଜିକି ଯୋଉଟା ଚିନ୍ତା କରେ ମୋ ମୁଣ୍ଡରେ କିଛି ଭଲ ଭଲ ଜିନିଷ ଖାଲି ଏ ବାବଦରେ ନୁହଁ ନାଟକ ବାବଦରେ ବି କୋଉଠି ଯଦି କଣ କିଛି ଭୁଲ ତ୍ରୁଟି ଥାଏ ମୋ କରୁଥିବା ଅଭିନୟରେ ବି ମୁଁ କିଛି ତାକୁ ସୁଧାରିବା ପାଇଁ ଚେଷ୍ଟା କରେ ଶୋଇଥିଲା ଅବସ୍ଥାରେ ମତେ ଯୋଉ ଜ୍ଞାନଟା ମୋ ମୁଣ୍ଡରେ ପଶେ ସେଇଟା ମତେ ଲାଗେ ମୋ ବିବେକ ମତେ କହୁଛି ଏବଂ ଏଇଟା ଠିକ ହେଇଥିବ ପରିପ୍ରକାଶ କରେ କୋଉ ସମାଜ କଥା କହୁଛ ତମେ ଜମିଦାର ବାବୁ ତମେ ଅଙ୍ଗୁର କୋଳି ଖାଅ ଏ ସମାଜ ତମକୁ କହିବ ସ୍ୱାସ୍ଥ୍ୟ ପାଇଁ ହିତକାରକ କିନ୍ତୁ ସେଇ ଅଙ୍ଗୁରକୁ ଚୁପୁଡି ତା ରସକୁ ଗରମ କରି ପିଇଲେ ଏ ସମାଜ ତମକୁ କହିବ ତମେ ଜଣେ ନିଶାଡି ତମେ ଭାଗ୍ୟ ବଦଳିବା ପାଇଁ ମନ୍ଦିର ଯାଅ ଠାକୁରଙ୍କ ସାମ୍ନାରେ ପ୍ରାର୍ଥନା କର ଏ ସମାଜ ତମକୁ କହିବ ତମେ ଜଣେ ଧାର୍ମିକ କିନ୍ତୁ ସେଇ ଭାଗ୍ୟ ବଦଳିବା ପାଇଁ ତମେ ଲଟେରୀରୁ ଟିକଟ କାଟ ଏ ସମାଜ ତମକୁ କହିବ ତମେ ଜଣେ ଗ୍ଲାମ୍ବଲର ମାନେ ଜୁଆଡି ତେଣୁ ଏଭଳି ଗୋଟେ ଅନ୍ଧ ସମାଜକୁ ମୁଁ ଖାତିର କରେନି ମୁଁ ଖାତିର କରେନି ଏ ଦୁନିଆକୁ ମୁଁ ଖାତିର କରେନି ମୋ ସ୍ୱାମୀ ବିରାଟ ମଙ୍ଗରାଜକୁ ଧନ୍ୟବାଦ ଆମକୁ ସମୟ ଦେଇଥିବାରୁ। ଧନ୍ୟବାଦ ଜୟ ଜଗନ୍ନାଥ।